ଆମେ ଯାଇ ଦେଖିପାରୁଥିବେ ଆସି ପହଞ୍ଚିଯାଇଛୁ ବ୍ୟାସନଗର ଚାଷ ସରକାରକୁ ପହଞ୍ଚିଯାଇଛୁ। ପାର୍କ ଗୋଟେ ଅଛି ଆମ ସେ ଯାଜପୁରରେ। ସେଠି ବୁଲିବାକୁ ପଳେଇଆଇଛୁ 4 କିଲୋମିଟର। ଆଉ ସତ୍ୟ ଭାଇ ଦେଖିପାରୁଛୁ ଯୋଉ ନାଚୁଛନ୍ତି ଧନେଶ୍ୱର ଆଉ ଜଣେ ଭାଇ ଆସିଛନ୍ତି ବୁଲିବା ପାଇଁ। ତ ଚାଲନ୍ତୁ ଦେଖିବା କେମିତି ହେଇଛି ସରୋବର। ଏ ଦେଖିପାରୁଥିବେ ସେମାନେ 3 ଜଣ ଚାଲିଛନ୍ତି। ମୁଁ କ୍ୟାମେରା ଧରିଛି, ମୋତେ କ୍ୟାମେରାମ୍ୟାନ୍ କରିଦେଇଛନ୍ତି। ତ ସେମାନେ ତ କେହି କ୍ୟାମେରା ଧରିଲେନି, ଲାଷ୍ଟକୁ ମୋତେ ବାଧ୍ୟ ହେଇକି ଧରିବା ପାଇଁ ପଡ଼ିଲା। ଆଉ ସେ 3 ଜଣ ଆଗରେ ଚାଲିଛନ୍ତି। ସେଇ ପ୍ରବଳ ବଢ଼ିଆ ଜାଗାଟା ଦେଖିପାରୁଥିବେ। ଏଇ ଜାଗାକୁ ଆପଣମାନେ କିଏ ଆସିଛନ୍ତି କି ନାହିଁ ମୁଁ ଜାଣିନି। ଯେଉଁମାନେ ଆସିନାହାନ୍ତି ପଳେଇ ଆସିବେ ଏଇ ଜାଗାକୁ, ବଢ଼ିଆ ଜାଗା ଦେଖିକି ଯିବେ। ଭଲ ପାର୍କ ଏଠି ଆମ ଯାଜପୁରରେ। ବ୍ୟାସ ସରୋବର ଅନଲାଇନ୍ ମାରି ବୁଲିକି ଦେଖିପାରିବେ ୟୁଟ୍ୟୁବରେ, ମସ୍ତ ଜାଗା। ଆମକୁ କିନ୍ତୁ ପାର୍କ ଖୋଲୁନଥିଲା, ଫେର ବି ଆମେ ଯାଇଥିଲୁ। ଆମକୁ ସେ ଭଲ ଭଲ ଜାଗା ଆଡ଼କୁ ଯିବା ପାଇଁ ଦେଲାନି ସିକ୍ୟୁରିଟି, କାରଣ ପାର୍କ ଖୋଲିନି ନା। ଆଉ ପାର୍କ ଖୋଲିଲେ ଟିକେଟ୍ କରିକି ଯିବା ପାଇଁ ପଡ଼ିବ। ସେମିତି କହିଲା ବେଳକୁ ଆମେ ଗଲୁନି, ଟାଇମ୍ ବି ହେଇଯାଉଥିଲା, ପଳେଇ ଆସିଲୁ। ଯେତିକ ବଇଛୁ ସେତିକ ଭିଡ଼ିଓ କରିଛି, ଆପଣମାନେ ଦେଖିପାରୁଥିବେ। ଏତିକି ତ ବହୁତ ସୁନ୍ଦର ଦେଖାଯାଉଛି। ଆହୁରି ସେପଟେ ପ୍ରବଳ ଜାଗା ଅଛି, ସୁନ୍ଦର ସୁନ୍ଦର ଜାଗା। ଆପଣମାନେ କିଏ ଯଦି ଆସିବା ପାଇଁ ଚାହିଁବେ ଆସିକି ବୁଲି ଦେଖିପାରିବେ। ମସ୍ତ ଜାଗା ଅଛି ଆମ ଯାଜପୁରରେ। ତ ମୁଁ ଆଗରୁ ଜାଣିନଥିଲି ଏମିତି ଜାଗା ଅଛି ବୋଲି, ଫାଷ୍ଟ ଟାଇମ୍ ଆସିଛି। ଦେଖିପାରୁଥିବେ ଜାଗା ତ ମସ୍ତ ଲାଗୁଛି। ଦେଖିବା ଆଗକୁ 3 ଜଣ ଚାଲିଛନ୍ତି ସେମାନେ, ଗାଇସ୍ ଦେଖନ୍ତୁ କେତେ ସୁନ୍ଦର ଜାଗା। ଏଇ ସୁନ୍ଦର ଜାଗାକୁ ଆପଣମାନେ କିଏ ବୁଲିଛନ୍ତି କି ନାହିଁ କମେଣ୍ଟ କରିବେ। ଦେଖିଛନ୍ତି କି ନାହିଁ କମେଣ୍ଟ କରିବେ। ଆପଣମାନେ ଯେଉଁମାନେ ଦେଖିନାହାନ୍ତି ଆସିକି ଦେଖିପାରିବେ। ମସ୍ତ ଜାଗା ବ୍ୟାସ ସରୋବର। ମୁଁ ତ ଫାଷ୍ଟ ଟାଇମ୍ ଆସିଲି, କିନ୍ତୁ ବହୁତ ଭଲ ଲାଗିଲା। ଆଉ ଦୁଃଖ ଏଇଟା ଲାଗିଲା କି ସେପଟେ ବୁଲିବା ପାଇଁ ଦେଲେ ନାହିଁ। ଟିକେଟ୍ କଲା ବେଳକୁ ଆମ ଟାଇମ୍ ହେଇଯାଉଥିଲା, ସେଥିପାଇଁ ପଳେଇ ଆଇଲୁ। ଆପଣ ଦେଖିପାରୁଥିବେ ଜାଗାଟା ବି ମସ୍ତ ଲାଗୁଛି। ବୋଟିଂ ସବୁ ସୁବିଧା ଅଛି, ଆପଣମାନେ ଆସିପାରିବେ। ଏଇଠି ବର୍ତ୍ତମାନ ଆପଣ ଦେଖିପାରୁଥିବେ ଏଇ ଗୋଟେ କାଚରା ଜାଗା ବୋଲିକି ମୁଁ ଭିଡ଼ିଓ କିଛି କଲିନି। ଆଉ ଇଏ ହେଉଛି ଠାକୁର। 3 ଜଣ ତ ଖାଲି ଚାଲୁଛନ୍ତି, ଆଉ ମୋତେ କେହି ଦେଖୁନାହାନ୍ତି, କିଛି ନାହିଁ। ପୁରା ଚାଲିଛନ୍ତି ଆଉ କ'ଣ। ମୁଁ ପଛଆଡ଼େ ଭିଡ଼ିଓ କରି ଯାଉଛି, କେହି ଗୋଟେ କ୍ୟାମେରା ଧରିବେନି, କିଛି ନାହିଁ। ଫୁଲ୍ ଭିଡ଼ିଓ ବି ମୁଁ କରିନି, ଅଧା କଲା ପରେ ଆମେ ଫଟୋ ଉଠେଇଲୁ। ଫଟୋ ଉଠେଇକି ଫେରେ ଆସିବାର ଥିଲା ନା, ସେଥିପାଇଁ ଏଇ ବର୍ତ୍ତମାନ ଆସିଲି ମୁଁ। ଏଇ ଦେଖିପାରୁଥିବେ କ୍ୟାମେରାମ୍ୟାନ୍ରୁ ଫ୍ରଣ୍ଟ କ୍ୟାମେରା କରିକି ଧରିବା ପାଇଁ ଲୋକ ନାହାନ୍ତି, ମୁଁ ନିଜେ ହିଁ ଫ୍ରଣ୍ଟ କ୍ୟାମେରା କରିକି ବୁଲୁଛି। ଯେଜୁଆଡ଼େ ହେଇଗଲେ ସେ ପିଲା ଫଟୋ ଉଠେଇବ ବୋଲି ଖାଲି ଛନ, ଆଉ କିଛି ନାହିଁ। ମନେ ରଖିଥାନ୍ତୁ ବ୍ୟାସ ସରୋବର। ଏଇ ଜାଗାକୁ ଆସିକି ଦିନେ ନା ଦିନେ ଆପଣମାନେ ବୁଲିକି ଯିବେ। ଜାଗା ମସ୍ତ ହେଇଛି, ଆପଣ ଗୋଟେ ଥର ଆସିଲେ ଭୁଲି ପାରିବେନି, ସେମିତି ଜାଗା ହେଇଛି। ସବୁ ଟୋଟାଲ୍ ଦେଖିବା ପାଇଁ ଚାହୁଁଥିଲି ଆପଣମାନଙ୍କୁ, କିନ୍ତୁ ଫଟୋ ଉଠେଇବା କହିଲା ବେଳକୁ ମୁଁ ଆଉ କ୍ୟାମେରା କରିପାରିଲିନି। ଫଟୋ ଉଠେଇକି ଜଲ୍ଦି ଯିବାର ଥିଲା, ସେଥିପାଇଁ କ୍ୟାମେରା କରିପାରିଲିନି। ଏଇ ଦେଖ ଅତି ସୁନ୍ଦର ନଜାରା। ପାଣି କେମିତି ହେଇଛି, ବୋଟିଂର ବି ସୁବିଧା ଅଛି, କିନ୍ତୁ ସେଇ ଆର ସାଇଡ଼୍ ଆଡ଼କୁ, ଆମେ ଅଲଗା ସାଇଡ଼୍ ଆଡ଼େ ଅଛୁ, ସେପଟକୁ ସିକ୍ୟୁରିଟି ଯିବା ପାଇଁ ଦେଉନି। ଯିଏ ଆସିକି ବୋଟିଂ କରିପାରିବେ। ଏଇ ଦେଖ ପାଣି, ଏ ବର୍ତ୍ତମାନ ଟୋକା ପୋଜ୍ ଦେଉଛି। ଏଇ ବର୍ତ୍ତମାନ ବାହାରିଗଲେ ଆମେ 2ଟା ହିରୋ, ଦେଖିପାରୁଥିବେ। ସ୍ଲୋ ମୋସନ୍ କରିଦେଇଛୁ ଭିଡ଼ିଓ, କିନ୍ତୁ ଚାଲିବା ଷ୍ଟେପ୍ ମିଷ୍ଟେକ୍ ହେଉଛି, ପାଦ ଠିକ୍ସେ ପଡ଼ୁନି, କିଛି ନାହିଁ, କିନ୍ତୁ ହିରୋ ବାହାରି ଯାଇଛୁ। ଏଇ ଦେଖନ୍ତୁ କ୍ୟାମେରାମ୍ୟାନ୍ ଆମର ଅଛନ୍ତି ସତ୍ୟ ଭାଇ। ସ୍ଲୋ ମୋସନ୍ଟା କେମିତି ହେଇଛି ଆପଣ ଟିକେ କମେଣ୍ଟ କରି କହିବେ ମୋତେ। ବାସ୍ ଦେଖିପାରୁଥିବେ ହିରୋ 2ଟା ହିରୋ ପରି ଲାଗୁଛନ୍ତି ନା ନାହିଁ କମେଣ୍ଟ କରି କହିବେ ଆପଣମାନେ। ସ୍ଲୋ ମୋସନ୍ଟା କେମିତି ହେଇଛି ଟିକେ କହିବେ ଆମକୁ। ମୋବାଇଲରେ ହିଁ ସ୍ଲୋ ମୋସନ୍ ହେଇଛି।
सबुठु सुंदर किए लगुच दी जन भितर टे कहे आप कमेंट करके। बर्तमान आमर आसीजे सत्य भाई यही देख तांकर भी स्लो मोशन हो जाइए खाली वीडियो करने व्यस्त हीरोटा नंबर 1 हीरो साउथ हीरो पर लगुच आम सत्य भाई देखी पारे स्लो मोशन मैंने है पर क्या भल लगुच कहे कमेंट मध्य ब्लॉग को यही रखिए बर्तमान कारण आउ मु किसी वीडियो करनी।